ବେଶୀ ଗୋଟେ ସବୁବେଳେ ହେଉଛି ବେଶୀ ଗୋଟେ ସେମିତି ହେଉଛି ଖାଇବା ନକରି ଗୋଟେ ମୋବାଇଲ ବନ୍ଦ କରୁନୁ ଗୋଟେ ମୋବାଇଲ ଗୋଟେ ଲଗେଇକି ଗୋଟେ ପ୍ରସର କରୁଛି ଗୋଟେ ଓଲୁ ସମସ୍ତଙ୍କୁ ମୋର ନମସ୍କାର ଜୟ ଜଗନ୍ନାଥ। ମୁଁ ଆଶା କରୁଛି ଆପଣମାନେ ବହୁତ ଭଲରେ ଥିବେ। ମୁଁ ସ୍ୱାଗତ କରୁଛି ଆୟୁଷ୍ବେରା ଓଡ଼ିଆ ବ୍ଲଗ୍କୁ। ଆପଣମାନେ ଆମ ଭିଡ଼ିଓକୁ ଫାଷ୍ଟ ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ, ତାହେଲେ ଜାଣିପାରିବେ କ'ଣ ହେଇଛି। ଆସନ୍ତୁ ଦେଖିବା। କ'ଣ ଆୟୁଷ ଏଠି କ'ଣ ଖେଳୁଛୁ? ଏ କଲର୍ ପାଣି ନା ହୋଲି ଫୋଲି ହେଇଛି, କ'ଣ ସାଡ଼େ ପକେଇ ଦେଇଛୁ ଆଉ ମମି ତ ଏଠି ଏବେ ସିଲେଇ କରୁଛି, ଏବେ ଲାଗି ପଡ଼ିଛି ଆଉ ସିଲେଇ କରୁଛୁ ବୋଧେ ନା? ଏତକ ଆଉ ଅଛି, ଏତକ ଆହୁରି ଏତକ ଅଛି। କ'ଣ କହିଲ? ଡାକୁଛି ଖାଇବାକୁ ଦେବ ବୋଲି ବୁଝିପାରୁନି। କ'ଣ ଖାଇବାକୁ କ'ଣ ଖାଇବାକୁ ଦେବାକୁ କେତେବେଳେ ଡାକିଲା? ଅଧଘଣ୍ଟା ଖଣ୍ଡେ ଡାକିଲାନି ଖାଇବାକୁ ବସିଠି। ମତେ ଯଦି ଖଡ଼ ଖଡ଼ ଶୁଭା ହଉଛି, ମୁଁ ଶୁଭା ହେଇଛି ମତେ ଯେତେବେଳେ ଡାକିଲା ବେଳକୁ ସିଲେଇ ହେଉଛି। ସିଲେଇ କରିନି କ'ଣ କରିବି? ଏମିତି କହୁଛ? ଖାଇବାକୁ ଛାଡ଼ିଥିଲେ ସିଲେଇ ନିଥାନ୍ତା। ସିଲେଇ ଗୋଟେ ହେଉଛି ସବୁଠି। କିଏ ମନା କଲା ଯେ ସିଲେଇ କରି ସିଲେଇ ଖାଇବାକୁ ବୋଲି? ମୁଁ ଆଉ ଡାକିବନି, ମୁଁ ଖାଇବିନି। କ'ଣ ହେଲା ତମର ଯେ? ସିଲେଇ କରିବି ନା, ସିଲେଇଟା ଆଣିଛି, ସିଲେଇଟା କରିବିନି ଆଉ କ'ଣ କରିବି ଯେ? ଡାକିଦେଲି ଆସିକି ଭାଙ୍ଗିଦେବା କି ଏମିତି କହୁଛ? ଫାଟିଗଲା ଏଇଟା ପୁଣି। ଫାଟିଗଲା ହେଇଛି। ଡାକୁଛି ଶୁଣିବା ନାହିଁ। ଭଗବାନ, ଏବେ ଏମିତି କହୁଛ? ଏଇଟା ଭାଙ୍ଗିଗଲା ଦେଖିଲା ଟିକେ। ଭାଙ୍ଗି ଭଙ୍ଗିକି ଗୋଟେ ଥୋଇଦେଲା ଗୋଟେ ଜାଗାଟାକୁ, ମାନେ ଟିକେ ଜାଗା ହଉଥିଲା, ଟିକେ ବସି ହଉଥିଲା, କିଛି ହଉଥିଲା, ତମେ ଏଇଟାକୁ ଏତେ ଟଙ୍କା ଜିନିଷଟା ଭାଙ୍ଗିକି ଥୋଇଦେଲ। କ'ଣ ହେଇଗଲା କି ତମର ଏମିତି? ସେମିତି କ'ଣ? ମୋବାଇଲ ବନ୍ଦ କରୁନୁ। ଖାଇବା ପିଇବା ଟାଇମରେ ସିଲେଇ ହେବ ନା କୋଉ ଟାଇମରେ ସିଲେଇ ହେବ? ବେଶୀ ଗୋଟେ ସବୁବେଳେ ହେଉଛି ବେଶୀ ଗୋଟେ ସେମିତି ହେଉଛି ଖାଇବା ନକରି ଗୋଟେ ଖାଇବା କରିବାକୁ ସିଲେଇ ଗୋଟେ ଡାକିଲେ ଶୁଣା ହେଉନି। ମୋବାଇଲ ବନ୍ଦ କରୁନୁ ଗୋଟେ ମୋବାଇଲ ଗୋଟେ ଲଗେଇକି ଗୋଟେ ପ୍ରସର କରୁଛି ଗୋଟେ କହିଲା ମା କହିଲେ ମା କୁଆଡ଼େ ହେଲା? କିଛି ନାହିଁ। ବେଶୀ ମାନେ କଥା କହିଲେ ବେଶୀ ଗାଲ ଏମିତି କରୁଛି। ସବୁ ହ୍ୟାଲୋ। ମାମା ସହିତ ଗୋଟେ ପ୍ରାଙ୍କ କରିଦେଲି। ହଁ, ଆପଣମାନଙ୍କୁ କେମିତି ଲାଗିଲା ଏ ପ୍ରାଙ୍କଟା? କେଉଁ ପ୍ରାଙ୍କ? ଏଇ ପ୍ରାଙ୍କ? ମୁଁ ରାଗି ନଥିଲି, ଆଉ କିଛି ଗୋଟେ ମାମାକୁ ଗୋଟେ ଲଗେଇଦେଲି ଆଉ। ଦେଖିବା ଚାଲ ମାମାକୁ ଡାକିବା କେମିତି କ'ଣ, ମାମା କ'ଣ କରୁଛି। ହାତ ଗୋଡ଼ ସାରିଲା, ମୁଁ ହାତ ହାରିକି ଦେଇଛି, ମୁଁ ଖାଇ ଦେଇଛି। ଶୁଣ ଶୁଣ ଶୁଣ
ଆଚ୍ଛା ଏଇଟା ଗୋଟେ ପ୍ଲାନ୍ ଥିଲା। ନାଇଁ ପ୍ରାଙ୍କ ଫିଲ୍ମ ହଁ, ଆଉ କିଛି ହଁ, ହଁ। ପ୍ରାଙ୍କ ବୋଲି ହଁ, କଣ ଶୁଣିବେ। ଏମିତି ପ୍ରାଙ୍କ କରିବ? ହଁ। ହଁ? ନାଇଁ ହଁ। ଛାଡ଼। ଆପଣ ଜାଣିଲେ ତ ଏଇ ଭିଡ଼ିଓଟି ଗୋଟେ ପ୍ରାଙ୍କ ଥିଲା। ଆମ ଭିତରେ କିଛି ଝଗଡ଼ା ହେଇନଥିଲା। କରିବ ବୋଲି ମାନେ ଗୋଟେ କିନ୍ତୁ ଟୁଲ ଗୋଟେ ଭାଙ୍ଗିଦବ ମାନେ ଆଜି ଏତେ ଗୋଟେ ସୁନ୍ଦର ବହୁତ ଟୁଲ ଟାକୁ ଭାଙ୍ଗିଦବ ଏଇ ମାନେ ଏଇ ଟୁଲ ଟାକୁ ଆଜି ଗୋଟେ ମାନେ ପ୍ରାଙ୍କ କରିବ ବୋଲି ମାନେ ଏଇ ଟୁଲ ଟାକୁ ଏମିତି ପ୍ରାଙ୍କ ଭାଙ୍ଗିଦବ। କରିବା ପାଇଁ ଆଜି ଗୋଟେ ଆମ ଟୁଲଟା ବି ହେଇଗଲା। ଆଉ ଏମିତି ଜାଣିଥିବେ ଆପଣମାନେ ଆମ ଟୁଲ ତମେ ତ ସତ ହେଇଗଲା। ପୁରା ବାଡେଇଲ ପୁରା ଆସିକି ପୁରା ସେଇଟା ଉପରେ ଏତେ ଜୋରେ ବାଡେଇଲ। ହଉ ଆଉ ନୂଆଟା ଆସିବ ଭାରି ଆଉ ନୂଆଟା ନେଇ ଆସ ଆଉ। ଏଥିରେ ଏମିତି ବସିକି କେମିତି ସିଲେଇ କରିବି କେମିତି? ଏ ପ୍ରାଙ୍କଟା କେମିତି ଲାଗିଲା? ସବୁ ଥୁଆ ଥୁଇ ହେଇକି ଗୋଟେ କଣ ହଉଥିଲା ତା ଦେହରେ ପୁରା ପ୍ରାଙ୍କ ଭଳି ଏମିତି ଏଇଭଳିଆ ପ୍ରାଙ୍କ ହବ ସବୁ। ହଁ ହଉ ହଁ। ସିଲେଇ କରନ୍ତୁ। ଛାଡ଼ ମୁଁ ସିଲେଇ କରିବି। ଆପଣମାନେ ଆମ ଭିଡ଼ିଓଟା ତ ଦେଖିଲେ ଜାଣିପାରିଥିବେ କାଲିର କେମିତି ଆମ ଗୋଟେ ପ୍ରାଙ୍କ ହଉ କା ମିଛ ହଉ କା ସତ ବି ହେଇଗଲା। ଆଉ ମୁଁ ବାଡ଼େଇକି ବି ଆସ୍ତେ ବାଡ଼ୁ କରି ସେ ଟୁଲ୍ଟା ଭାଙ୍ଗି ଯାଇଛି। ତାପରେ ମାଡ଼ଟା ଯେତେବେଳେ ବାଜିଲା ତା ମାଡ଼ଟା ବି ଜୋରସୋର ବାଜିଯାଇଛି। କାଲିଠାରୁ ଆମ ଘରେ ଖାଇବା ପିଇବା ବି ଠିକ୍ସେ ହେଇନି କାହିଁକିନା ମନ ଦୁଃଖ ଟୁଲ୍ଟା ଭାଙ୍ଗିଗଲା ତାପରେ ମାଡ଼ଟା ବି ଜୋର ବାଜିଗଲା। ଏମିତି ପ୍ରାଙ୍କ କରିବାର ନଥିଲା ମୋର। ଆଉ ଆପଣମାନେ ତ ଦେଖିଥିବେ। ଆଉ କିଏ ଆସିଲା ଆଡ଼େ ସମସ୍ତେ ଟିକେ ହାଇ କହିଦେଲ। ନାଇଁ ମୁଁ କହିବିନି। ଆସ ଆସ ଆସ। ମୋର ଏଇଟା ଭୁଲ ହେଇଗଲା କାହିଁକିନା ବହୁତ ବଡ଼ କାଲି ଗୋଟେ ଭୁଲ କରିଦେଲି ବହୁତ ବଡ଼ ଭୁଲ। କାଇଁ ଭୁଲ ମାଗିଲ ଭୁଲ କହିଲ ବୋଲି ମୁଁ ଏଠିକି ଆସିଲି ନହେଲେ ଆସିନଥାନ୍ତି ତମ କାହିଁକିନା ସହିତ ଆଉ କଥା ହେଇନାହାନ୍ତି ବହୁତ ହେଲା। ଗୋଟେ ଟୁଲ୍ଟା ବି ଭାଙ୍ଗିଗଲା। ତାପରେ ତୁମେ କାମ କରିବା ଅବସ୍ଥାରେ ମୁଁ ବାଡ଼େଇବାର ନଥିଲା ଗୋଟେ ବାଡ଼େଇ ଦେଲି। ଏଇଟା ମାନେ ବହୁତ ବଡ଼ ଏତେ ଭୁଲ। ଜୋରେ ମାନେ ଏମିତି ପ୍ରାଙ୍କ କରିବେ ବୋଲି ମାନେ ଜୋର କି ଗୋଟେ ବଜେଇ ଦେଇଛନ୍ତି କାଲି ଗୋଟେ ମାନେ ରାଗ ଥିଲା ବୋଧେ ତାଙ୍କର ବୋଧେ କୋଉ କାଳେ ବୋଧେ ରାଗ ନାଇଁ ନାଇଁ ଥିଲା ନାଇଁ ନାଇଁ ହେଲା କି ଏମିତି ଗୋଟେ ମାନେ ସତ ସତିକା ଆପଣ ମାନେ ଦେଖନ୍ତୁ ଏ ଟୋଲଟା ହେଲା ଭାଙ୍ଗି ଦେଇଛନ୍ତି କେମିତି କାଲି କରିକି ଦେଖନ୍ତୁ ମାନେ ମିଛ ପ୍ରାଙ୍କ କରିବେ ବୋଲି ଗୋଟେ ଟୁଲ ହିଁ ଭାଙ୍ଗିଦେବେ ହେଲା ମାନେ ବାଡ଼େଇ ଯେ ଭଳିଆ ବାଡ଼ୁକା ସେଇଟା କଲେ ବାଡ଼େଇ ପ୍ରାଙ୍କ ନା ବାଡ଼ୁକା ସେଇଟା ତମେ ଜୋର ଯେମିତି ବାଜିଗଲା। କଥା ହେଲ ଯେମିତି କହିଲ ଟିକେ ଟେନସନ୍ ଟିକେ ଥିଲି ତ ଟେନସନ ଥିବ ତ କୁଆଡେ ରାଗିକି ଆସିବ ମୋ ଉପରେ ରାଗଟା ସରିବ ନା ଟିକେ ଜୋର ହେଇଗଲା ଆଉ ଆସିକିରି ମୁଣ୍ଡ ଆସ୍ତେଟା ହେଇଗଲା ଜୋର ହେଇଗଲା ଆଉ। ମାନେ କୁଆଡେ ରାଗିକି ଆସିବେ ମୋ ଉପରେ ଏତେ ମାନେ ହଁ ଏତେ ହଉ ମାନେ ହଉ ରାଗ କାଲି ହଉ ହେଇଥିଲା ଯେ ଆଉ ସେମିତି ପ୍ରାଙ୍କ ହେବନି। ହବନି ମୁଁ ଭାବିଥିଲି ପୁରା ସତ ହେଲା ମୁଁ କହିଲି ସତ କଥା ବୋଧେ ନା ମୁଁ କହିଲି ଖାଇବାକୁ ଦେଲିନି ନା କଣ ଆଉ ମୋତେ ତ କହିଲେ ମୁଁ ବି ଆପଣମାନେ କେହି ଖରାପ ଭାବିବେନି ମୁଁ ବି କାହିଁକିନା ସାନକୁ ପଚାରିଥିଲି ଗୋଟେ ଭୁଲ ହେଇଗଲା ଟିକେ ଆସ୍ତେ ବାଡ଼ୁ ବାଡ଼ୁକା ଜୋର ହେଇଗଲା ଆଉ। ଏ ଗାଲଟା ବି ଫୁଲିଛି ଏପଟ ଗାଲଟା ଏଇ ପଟ ବା ଫୁଲିଛି ବସିଥିଲେ ମୋ ମାଡ଼ଟା ହେଇଗଲା ଖାଇବା କଥା ଯେତେବେଳେ ଯୋଉ କହିଲ ଖାଇବାକୁ ଦେଇନି ବୋଲି ମୁଁ ସାନକୁ ପଚାରିଥିଲି ଯେ ସାନୁ କହିଲା ବା ହଁ ଦେଇଛନ୍ତି ମା ଦେଇ ଦେଇଛନ୍ତି ଖାଇବାକୁ ବୋଉ ଦେଇଥିଲା ଖାଇବାକୁ ନଥିଲେ ଆଉ ମୁଁ ଆସିଲା ବେଳକୁ ନଥିଲେ ମୁଁ କେତେ ସୁନ୍ଦର କଥା କହୁଛନ୍ତି ନଥିଲେ ନଥିଲେ ବୋଲି ଯୋଉ ପ୍ରାଙ୍କ କରିକି ଗୋଟେ ସେଇ ରାଗରେ ମୁଁ ଭାବୁଛି ସେଇ ରାଗରେ ବାଡ଼େଇଛ ମୁଁ ଜାଣିଛି ଯିଏ ଜାଣେ ଖାଇନଥିବ ମୁଁ ସେଥିପାଇଁ ଟିକେ ରାଗିଗଲି। ବୋଉ ମୋତେ ଖାଇବାକୁ ଦେଇଥିଲା କାଲି। ବୋଉ ତ ଖାଇବାକୁ ଦେଇଛନ୍ତି ତାପରେ ଏମିତି ପ୍ରାଙ୍କ ଯଦି ପ୍ରାଙ୍କ କରିବାର ତ ମୁଁ ଥିଲା ଯାଇଥିଲି ଦୋକାନ ଆଡ଼େ ଦୋକାନ ଆସିକିରି ଗୋଟେ ପ୍ରାଙ୍କ କରିଦେଲି ଭାବିଲି ଗୋଟେ ପ୍ରାଙ୍କ କରିଦେବା ଆଉ। ପ୍ରାଙ୍କ କରିଦେବା ବୋଲି ମାନେ ଏଇଭଳିଆ ପ୍ରାଙ୍କ ମାନେ ଯିଏ ଦେଖିବ ମାନେ କହିବ ରିଅଲ ମାନେ ସତ ସତିକା କଥା ମୋତେ ବି ତ ଲାଗିଲା ମାନେ ଏମିତି ସତ ବୋଲି ଏମିତି କାହିଁକିନା ସିଏ ଘଟଣାଟା ହେଲା। ଯିଏ ଏତେ ଯାହାକୁ ରାଗେ ସିଏ ଏତେ ଭଲ ପାଏ ଜାଣିଛ ନା ନାଇଁ। ହଉ ହଉ ଟିକେ ହସିଦିଅ। ହସିବିନି କ'ଣ ତମେ ବା କହିଲ ସେଠି ଯେଉଁ କହିଲ ଯେ ମୋ ବହୁତ ବଡ଼ ଭୁଲ ହେଇଗଲା ମାନେ ଏମିତି ପ୍ରାଙ୍କ କରିକି ସେଥିଲାଗି ହଉ ଶୁଣିକି ଆପଣମାନଙ୍କୁ ଆସିଲି କେମିତି ଆମ ଏଠିକି ହେଲା ଭିଡ଼ିଓଟି ଭଲ ଲାଗିଲା କମେଣ୍ଟ ମାଧ୍ୟମରେ ଜଣାଇବେ। ଆମେ ରହୁଛୁ ନମସ୍କାର ଜୟ ଜଗନ୍ନାଥ। ଜୟ ଜଗନ୍ନାଥ।